Hello everyone, welcome back to my YouTube channel. I hope ଆପଣ ସମସ୍ତେ ବେଷ୍ଟ ଆଣ୍ଡ ବେଟର। ଫାଇନାଲି ବହୁତ ବଡ଼ ଇମ୍ପୋର୍ଟାଣ୍ଟ ଗୋଟେ ଟପିକ୍ ଅଛି, ଠିକ୍ ଅଛି ନା, ଆମର ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଏହି ବର୍ଷ ଦଶହରା ଉପଲକ୍ଷେ ଯେଉଁ ଆସୁଥିବା ନୂଆ ମୁଭି ତାହାର ବିଷୟରେ କଥା ହେବା। ପୁରା ଇଣ୍ଟରେଷ୍ଟିଂ ଭିଡ଼ିଓଟି ହେବ, ଠିକ୍ ଅଛି ନା। ତ ଭିଡ଼ିଓକୁ ଏଣ୍ଡ ଯାଏଁ ଦେଖୁଥିବେ। ଯେଉଁମାନେ ବି ନୂଆ ଆସୁଛନ୍ତି ଚ୍ୟାନେଲକୁ ପ୍ଲିଜ୍ ସବସ୍କ୍ରାଇବ୍ କରିଦେଇକି ପାଖରେ ଥିବା ନୋଟିଫିକେସନ୍ ରଖିବି ଅନ୍ କ୍ଲିକ୍ କରିଦେବେ ଏବଂ ଭିଡ଼ିଓକୁ ବହୁତ ମାତ୍ରାକୁ ଲାଇକ୍ କରିବେ ଏବଂ ସେୟାର କରିବେ। ସମସ୍ତେ ଜାଣିବା ଦରକାର, ଶୁଣିବା ଦରକାର, ଦେଖିବା ଦରକାର ଯେ ଏଇ ଟାଇପ୍ର କିଛି ହେବାକୁ ଯାଉଛି ବା ଏଇ ଟାଇପ୍ର କିଛି ହେଉଛି। ଓକେ, ତ ଚାଲନ୍ତୁ ଭିଡ଼ିଓ ଷ୍ଟାର୍ଟ କରିବା। ତ ଫାର୍ଷ୍ଟ ଅଫ୍ ଅଲ୍ କହିବା ପାଇଁ ଚାହୁଁଛି ଭାଇ, ମୁଁ ମୋର ପର୍ସନାଲ ଓପିନିଅନଟା ଦେଇଥିଲି, ଠିକ୍ ଅଛି ନା, ଯେ କର୍ମ ମୁଭିକୁ ନେଇକି ଯେ କର୍ମ ମୁଭିର ଯେଉଁ ଟ୍ରେଲର ଯେଉଁ କଟିଂଟା ଅଛି, ଠିକ୍ ଅଛି ନା, ବା ଯେଉଁ କଟ୍ କରାହେଇଛି ଅଫିସିଆଲ ଭାବରେ, ସେଇଟା ଏତେ ମାତ୍ରାରେ ଠିକ୍ ନଥିଲା ଭାଇ। ମୁଁ ଅନୁଭବ ଭାଇଙ୍କର ହେଟର୍ସ ନୁହେଁ, ଠିକ୍ ଅଛି ନା। ସେ ଭିଡ଼ିଓରେ ଆପଣମାନେ ପୁରା ଯାଇକି ଦେଖନ୍ତୁ, ତେବେ ହେଲେ ଯାଇକି ଆପଣମାନେ ଜାଣିପାରିବେ ଯେ ମୁଁ କ'ଣ ସବୁ କହିଥିଲି, କ'ଣ ପାଇଁ କହିଥିଲି ଆଉ କେଉଁ କଥାକୁ ନେଇକି କହିଥିଲି ଭାଇ, ଠିକ୍ ଅଛି ନା। ଯାହା ଭିଡ଼ିଓ ବା ଯାହାର ଟପିକ୍ରେ ମୁଁ ଭିଡ଼ିଓ ବନାଏ, ମାନେ ଯାହାକୁ ଦେଖିବା ପାଇଁ ମୋ ଚ୍ୟାନେଲକୁ ଆସିକି ଆପଣମାନେ ଦେଖୁଛନ୍ତି ଭିଡ଼ିଓ, ମୁଁ ମୋର ଖାଇବା ଥାଳିକୁ କେମିତି ଗୋଡ଼ରେ ଗଇଁଠା ମାରିଦେବି କୁହନ୍ତୁ? ଏତିକି ବଡ଼ ମାନେ କାମ ମୁଁ କେବେ ବି କରିପାରିବିନି ମୋର ଦ୍ୱାରା, ଠିକ୍ ଅଛି ନା। ତ ମୁଁ ମୋର ପର୍ସନାଲ ଓପିନିଅନଟା ଦେଇଥିଲି ଯେ ଯେଉଁ ଭଳିଆ ଫାଷ୍ଟ ଲୁକ୍ ଦେଖେଇଲେ, ଠିକ୍ ଅଛି ନା, ଯେଉଁ ଭଳିଆ ଆମର ଟିଜରକୁ ପ୍ରେଜେଣ୍ଟ କଲେ, ଯଦି ସେଇଭଳିଆ ଯଦି ଟ୍ରେଲରକୁ ବି ଯଦି ମାନେ ପ୍ରେଜେଣ୍ଟ କରିଥାନ୍ତେ ନା, ତାହେଲେ ଆହୁରି ମାତ୍ରାରେ ବି ହେଭି ମାନେ ଲୋକମାନଙ୍କ ଭିତରେ ଏକ୍ସାଇଟମେଣ୍ଟ ମାନେ ସୃଷ୍ଟି ହୋଇପାରନ୍ତା, ଠିକ୍ ଅଛି ନା। ଏବେ ତ ଦେଖୁଥିବେ କେତେ ରୁମର୍ସ, ଠିକ୍ ଅଛି ନା, କେତେ ଲୋକ ପଡ଼ିଛନ୍ତି ଆମର କର୍ମ ମୁଭିକୁ ମାନେ ଗୋଟେ ଫ୍ଲପ୍ ସାବ୍ୟସ୍ତ କରିବା ପାଇଁ, କର୍ମ ମୁଭିକୁ ବକ୍ସ ଅଫିସରେ ନ ଚାଲିବା ପାଇଁ ବି, ଠିକ୍ ଅଛି ନା, ବା କର୍ମ ମୁଭିକୁ ସେତେ ଲୋକଙ୍କ ପାଖରେ ନ ପହଞ୍ଚାଇବା ପାଇଁ ବି ଏବେ ପ୍ଲାନିଂ ଚାଲିଛି ଭାଇ, ସାଜିଶ ଚାଲିଛି, ଠିକ୍ ଅଛି ନା। ଛୋଟ ଲୋକମାନଙ୍କର ନୁହେଁ, ବଡ଼ ଲୋକମାନଙ୍କ ଦ୍ୱାରା ଚାଲିଛି। ତ କର୍ମ ମୁଭି ଭାଇ ଏବେ ବିପଦରେ ଅଛି, ଠିକ୍ ଅଛି ନା। ଯେଉଁ ଫ୍ୟାନ୍ସ ମାନେ ବାବୁସାନ ଭାଇଙ୍କର ଭିଲେନ୍ ମୁଭିକୁ ସପୋର୍ଟ କରୁଥିଲେ, ଏବେ ସେଇ ଭିଲେନ୍ ମୁଭି ବି ଏବେ ଫ୍ୟାନ୍ସଙ୍କ ବିନା ଅଧୁରା ଭାଇ। 5 କୋଟିର ବଜେଟ୍ ଲାଗିଛି, ଏଥିରେ ବି ପାଖାପାଖି 3 ରୁ 4 କୋଟି ବଜେଟ୍ ଲାଗିଛି କର୍ମ ମୁଭିରେ। ପୁଣି ଦମନ ମୁଭି ରିଲିଜ୍ ହୋଇଛି ଭାଇ ବାବୁସାନ ଭାଇଙ୍କର, ଠିକ୍ ଅଛି ନା, ଯେଉଁ ନ୍ୟାସନାଲ୍ ଆୱାର୍ଡ଼ ପାଇଛି। ସେ ମୁଭିଟି ଗୋଟେ ଓଡ଼ିଶାର ମାନେ ଗର୍ବିତ ଚଳଚ୍ଚିତ୍ର ହିସାବରେ ପରିଗଠିତ ହୋଇଛି ଲୋକମାନଙ୍କ ମଧ୍ୟରେ। ସେଇ ମୁଭିଟି ବି ଆଉ ଥରେ ରିଲିଜ୍ କରୁଛନ୍ତି। ତ ତାକୁ ବି ନେଇକି ଅନୁଭବ ଭାଇ କହିଲେ ଗୋଟେ କାହିଁକି 2-4ଟା ମୁଭି ରିଲିଜ୍ ହେଇଯାଉ, ଠିକ୍ ଅଛି ନା। ପ୍ରତ୍ୟେକଟି ଫେଷ୍ଟିଭାଲରେ, ବଡ଼ ଫେଷ୍ଟିଭାଲରେ ଗୋଟେ ନୁହେଁ 2-4ଟା ଏମିତି ମୁଭି ରିଲିଜ୍ ହେଇଯାଉ, ଯେଉଁ ମୁଭିଟି ନ୍ୟାସନାଲ୍ ଆୱାର୍ଡ଼ ପାଇଥିବ, ଉଚ୍ଚ ସ୍ତରକୁ ଯାଇଥିବ, ମାନେ ଉଚ୍ଚ ଲେବୁଲରେ ଲୋକମାନଙ୍କ ଭିତରେ ରହିଥିବ, ଠିକ୍ ଅଛି ନା। ସେମିତି ମୁଭି ପ୍ରତ୍ୟେକଟି ଆମର ଯେଉଁ ଫେଷ୍ଟିଭାଲ ଅଛି ସେ ଫେଷ୍ଟିଭାଲରେ ରିଲିଜ୍ ହେଇଯାଉ। ହେଲେ ବି ସେ 4ଟି ମୁଭି ହେଉ କି 8ଟି ମୁଭି ହେଉ, ଯେତୋଟି ମୁଭି ହେଲେ ବି ଆମର କର୍ମ ମୁଭି ସାଙ୍ଗରେ କେହି ଟକ୍କର ଦେଇପାରିବେନି। ଯିଏ ଯେମିତି କର୍ମ କରିବ ସିଏ ସେମିତି ନିହାତି ଭାବରେ ଫଳ ପାଇକି ରହିବ, ଠିକ୍ ଅଛି ନା। ଆଉ କର୍ମ ମୁଭି ଦ୍ୱାରା ଅନୁଭବ ଭାଇ ଏତେ ଷ୍ଟ୍ରଙ୍ଗଲି ଭାବରେ ଯେତେବେଳେ ଷ୍ଟେଟମେଣ୍ଟ ଦେଉଛନ୍ତି, ଭାଇ ଆମେ ବି ସଜାଗ ହେଇକି ରହିଯିବା, ଆମେ ବି ଜାଗି ଉଠିବା, ଯେହେତୁ ଆମେ ଗୋଟେ ଡାଇ ହାର୍ଡ ଫ୍ୟାନ୍, ଠିକ୍ ଅଛି ନା। ମୁଁ ତ ମୋର ଚେଷ୍ଟା ପ୍ରଚେଷ୍ଟା ସବୁ କିଛି ମୁଁ ବାଜି ଲଗେଇଦେବି ଏଇ ମୁଭି ଦ୍ୱାରା, ଯେତେରୁ ଯେତେ ହେଇପାରିବ ଲୋକମାନଙ୍କ ପାଖରେ ପହଞ୍ଚେଇବି ଯେ କର୍ମ ମୁଭି ଗୋଟେ ଆସୁଛି ଏଇ ବର୍ଷ ଦୁର୍ଗା ପୂଜା ଉପଲକ୍ଷେ ସାରା ଓଡ଼ିଶାରେ ରିଲିଜ୍ ହେଉଛି, ଠିକ୍ ଅଛି ନା। ଏଇ ଟାଇପ୍ର କିଛି କଥା ଅଛି ଭାଇ। ମୁଁ ଯଦି କଥା କହିବି ନା, ମୁଁ ଅନୁଭବ ଭାଇଙ୍କର ମୁଭି, ଠିକ୍ ଅଛି ନା, ଛୋଟରୁ ହିଁ ଦେଖି ଆସିଛି ଭାଇ। ସେତେବେଳେ ଆମ ଗାଁରେ ତ ଫିଲ୍ମ ହଲ୍ ନଥିଲା, ଆମର ଗୋଟେ ଚନ୍ଦନ ଯାତ୍ରା ହୁଏ, ସେଇ ଚନ୍ଦନ ଯାତ୍ରାରେ ପର୍ଦା ଲାଗିଥାଏ। ସେଇ ପର୍ଦା ଦ୍ୱାରା ଆମେ ଗୋଟେ ଥିଏଟରର ମାନେ ଯେଉଁ ଥାଏ ସଉକଟା ସେଇଠି ମେଣ୍ଟେଇଥାଉ, ଠିକ୍ ଅଛି ନା, ଯେ ଫିଲ୍ମ ହଲ୍ରେ ଯାଇକି କେମିତି ଫିଲ୍ମ ଦେଖିବା। ତ ବାରିପଦାରେ ମୋ ମାଉସୀଙ୍କ ଘର, ସେଠିକି ଯାଇକି ମୁଁ ବହୁତ ସାରା ମୁଭି ଦେଖିଛି। ଅନୁଭବ ଭାଇଙ୍କର ଗପ ହେଲେ ବି ସତ ମୁଭି ଦେଖିଛି, ଠିକ୍ ଅଛି ନା। କାନ୍ଦି ପକେଇଥିଲି ଭାଇ, ଛୋଟ ଥିଲି, ପାଖାପାଖି 4 ନା 5 କ୍ଲାସ୍ର ଥିଲି ସେତେବେଳେ ଷ୍ଟୁଡେଣ୍ଟ, ଠିକ୍ ଅଛି ନା। ଆଉ ଏବେ ତ ତାଙ୍କର ଯେଉଁ ହାର୍ଡ ଲେବୁଲରେ ଏବେ ସେ କଷ୍ଟ କରିଛନ୍ତି, ମେହନତ କରିଛନ୍ତି, ଆଉ ତାଙ୍କ ଲାଇଫ୍ରେ ଏତେ ସବୁ ବିତିଗଲା ଜିନିଷ, ତାକୁ ଦେଖିକି ଭାଇ ଯିଏ ହେଲେ ବି ଭାଇଙ୍କୁ ସପୋର୍ଟ ନିହାତି ଭାବରେ କରିବ। ହେଟର୍ସ ମାନେ ତ ହେଟର୍ସ ହେଟ୍ସ ହେଲେ, ଠିକ୍ ଅଛି ନା, ହେଲେ ଯିଏ ସପୋର୍ଟ କରୁଥାଏ ସେ ପ୍ରତ୍ୟେକଟି ଜାଗାରେ ସପୋର୍ଟ କରି ଆସୁଛି, ମାନେ ସପୋର୍ଟ କରି ଆସୁଥିବ। ଯଦି ସିଏ ଭୁଲ ରାସ୍ତାରେ ଭାଇ ଯାଉଛି ତ ତାକୁ ଠିକ୍ ରାସ୍ତାକୁ ଆଣିବ କିଏ? ଯିଏ ସପୋର୍ଟ କରୁଛି ସିଏ ଆଣିବ ନା ନାହିଁ। ଯଦି ଏବେ ଭାଇ ଯଦି କିଛି ଭୁଲ ଡିସିଜନ୍ ନେବେ ତ
तो ताकू ठीक डिसीजन नेबा पई आमे बाध्य करबा ना नहीं जे भाई ए बळा न करंतु से बळा करंतु ए बळा करते रे बोले ता तो आमर बहुत मात्रा रे सहयोग रही से सब को नहीं की ठीक है ना से मुझे दिन कही जे आउ टिके अलग लेवल जब होता ट्रेलर कटिंगटा ताले आउ टिके भल होता कही भाई आउ बेसी किसी कही नहीं जदि बेसी रु बेसी जदि किसी आपको खराब लगी ताले एक्सट्रीमली वेरी वेरी सॉरी फॉर दैट आपण माने मो चैनल को भी अनसब्सक्राइब कर दे पारंती।